ଜାତୀୟ ରାଜପଥ 55 ଢେଙ୍କାନାଳ କୋରିଆ ଛକ ନିକଟରେ ଏକ ସ୍କୁଲ ବସ୍କୁ ଧକ୍କା ଦେଇଛି ଟ୍ରକ୍। ବସ୍ରେ ଥିବା ପ୍ରାୟ 40 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 10 ଜଣ ଆହତ ହୋଇଯାଇଛନ୍ତି। ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କେହି ଗୁରୁତର ହୋଇନଥିବା ବେଳେ ବିପଦମୁକ୍ତ ଥିବା ଜଣାପଡ଼ିଛି। ଆହତ ଛାତ୍ରଛାତ୍ରୀମାନେ ଢେଙ୍କାନାଳ ସହରର ବାରାକ ଲାଇନ୍ ଅଞ୍ଚଳର ଏକ ଘରୋଇ ସ୍କୁଲର ଏହି ବସ୍ଟି ପ୍ରାୟ 40 ଜଣ ପିଲାଙ୍କୁ ନେଇ ସଦର ଥାନା ଗେଙ୍ଗୁଟିଆ ରଣପଶିସ୍ଥିତ ସ୍କୁଲକୁ ଯାଉଥିଲା। ଢେଙ୍କାନାଳ ଆଡ଼କୁ ଆସୁଥିବା ଏକ ଟ୍ରକ୍ ଏହି ବସ୍କୁ ଧକ୍କା ଦେଇଥିଲା। गाड़ी जाऊला गोटे गाड़ी ओवरटेक करके आनी साइड रे माड करके जाई हरी हो रंग रोड एपटे उठी पानी बोली तो गाड़ी जाई पानी बोली तो आम एपटे जाई रंग रोड रे गाड़ी जाउदी हे जाई होनी बोली एपटे आम जाऊ एपटे रास्ता थिला आम कहीं एपटे जाउता आम तो वर्ष 1.5 वर्ष होला एपटे चलौ सदाळे एपटे जाउतलो एपटे आम कहीं जीवु ट्रक सामने पटवाणी हां ट्रक गोटे गाड़ी को ओवरटेक हेट करथला मु पूरा ठिया करके हॉर्न लाइट मारलेनी साइड घसी देके पळेला केते जण पिला आसै 7-8 जण हे